ଗଡ୍ ମଦର ବୋଲି କିଛି ଗୋଟେ ନାଁଟେ ଅଛି ତାହେଲେ ମୁଁ ବର୍ଷା ବାପାଙ୍କୁ ହିଁ କହିବି, କାରଣ ସେ ମୋ ଭଉଣୀଠୁ ବଢ଼ିକି ସେ ମୋ ମାଆ ଭଳି। ଏଇ ମଣିଷର ହାତ ଅଛି ଆଉ ଆଶା କରୁଛି ଆଗକୁ ବି ଥିବ। ବିକଜ ଗୋଟେ ଟାଇମ୍ ଥିଲା ଯୋଉ ଟାଇମରେ କି ଇଣ୍ଡଷ୍ଟ୍ରି ମୋ ଉପରେ ବିଲିଭ କରୁନଥିଲା କି ତାକୁ ମାନେ ସୁଯୋଗ ଦେବା କି ନାହିଁ, ସେମାନଙ୍କୁ ରଙ୍ଗ ପ୍ରୁଫ୍ କଲେ ଅନୁପମ ସାର୍, ବର୍ଷା ବାପା। ବିକଜ ଅନୁପମ ସାର୍ଙ୍କୁ ଆପଣ ଜାଣିଥିବେ, ସେ ଯେତିକି ନ ଖାଆନ୍ତି ସେ ଆମମାନଙ୍କୁ ସେତିକି ଖୁଆନ୍ତି, ଅଧିକ ସେ ଖୁଆନ୍ତି। ତ ସେ ଭଲ ପାଇବାଟା ମୁଁ ସେଇଠୁ ପାଇଲି, ଗୋଟେ ଫ୍ୟାମିଲି ଭଳିଆ ଜିନିଷଟେ ହେଇଗଲେ। ବଟ୍ ଏଇଟା ଗୋଟେ ଆମ ଇଣ୍ଟରେଷ୍ଟରେ ଚାଲି ଆସିଛି କି ଇଏ ଏଇ ଟାଇପ୍ର ସଙ୍ଗ୍ ପାଇଁ ହିଁ ବେଷ୍ଟ, ୟାକୁ ଏଇ ଟାଇପ୍ର ସଙ୍ଗ୍ ଦିଅ, ତାକୁ ସେଇ ଟାଇପ୍ର ସଙ୍ଗ୍ ଦିଅ। ବଟ୍ ମୋ ହିସାବରେ କୋରିଓଗ୍ରାଫର କୌଣସି ଜଣା ନଥାଏ। ଆପଣଙ୍କ ମାୟା ବି ପ୍ରେମିକା ବର୍ତ୍ତମାନ ବି ମାର୍କେଟରେ ଟ୍ରେଣ୍ଡରେ ଅଛି। ଯିଏ ବି ଗୀତ ଶୁଣୁଛି ଡ୍ୟାନ୍ସ ଫ୍ଲୋରରେ ତାଙ୍କ ଗୋଡ଼ ତ ନିହାତି ଭାବେ ଉଠୁଛି। ତ କ'ଣ କହିବେ, କେମିତି ଥିଲା କୋରିଓଗ୍ରାଫି? ନମସ୍କାର। ମୁଁ ଭାବିଥିଲି ଏଥିରେ ମାନେ ଏ ସିନେମାରେ ଆହୁରି ବହୁତ ଗୁଡ଼ିଏ ଗୀତ ଥିବ ବୋଲିକି, ବଟ୍ ଯେମିତି ଆପଣ କହିଲେ ଏଥିରେ ଗୋଟିଏ ହିଁ ଗୀତ ଥିଲା, ଆଉ ସେଇଟା ବି ଡ୍ୟାନ୍ସ ନମ୍ବର। ବହୁତ ଦିନ ହେଲା ଖୋଜୁଥିଲି କି ଏମିତି ଗୋଟେ ଡ୍ୟାନ୍ସ ନମ୍ବରଟା ମୋତେ ମିଳୁ। ବିକଜ ଗୋଟେ ଟାଇମ୍ ଥିଲା ଯେଉଁ ଟାଇମ୍ରେ କି ଇଣ୍ଡଷ୍ଟ୍ରି ମୋ ଉପରେ ବିଲିଭ୍ କରୁନଥିଲା କି ତାକୁ ମାନେ ସୁଯୋଗ ଦେବା କି ନାହିଁ। ତ ସେତେବେଳେ ଅନୁପମ ସାର୍ ଆଉ ବର୍ଷା ବାପା ମୋତେ ଦେଇଥିଲେ କର୍ମ ଭଳିଆ ଗୋଟେ ସିନେମାର ସୁଯୋଗ ଦେଇଥିଲେ। ମାନେ ତାପରେ ଏହା ଆସିଲା କି ମାନେ ମୋତେ ସବୁ ମାନେ ସେଇ ଟାଇପ୍ର ହିଁ ସଙ୍ଗ୍ ମୋତେ ସବୁ ମିଳିଲା। ତ ମାନେ ଫେର୍ ଭାବିଲେ କି ଲୋକ ଆକୁ ଡ୍ୟାନ୍ସ ନମ୍ବର ଆକୁ କେମିତି କ'ଣ ଦେବା କ'ଣ ନାହିଁ। ତ ଏଗେନ୍ ମାନେ ସେମାନଙ୍କୁ ରଙ୍ଗ ପ୍ରୁଫ୍ କଲେ ଅନୁପମ ସାର୍, ବର୍ଷା ବାପା। ମୋତେ ଏ ନମ୍ବରଟା ଦେଲେ, ମୁଁ ବି ବହୁତ ଖୁସି ଏ ଗୀତକୁ ନେଇକି। ଆଚ୍ଛା, କର୍ମରେ ଆପଣଙ୍କର କୋଉ ଗୀତଟି କୋରିଓଗ୍ରାଫି କରୁଥିଲେ? କର୍ମରେ ମୁଁ ଗୋଟେ କରିଥିଲି ମାନେ ଧିତାଙ୍ଗ ଧିତାଙ୍ଗ, ଆଉ ଗୋଟେ କର୍ମ ର୍ୟାପ୍ ସଙ୍ଗ୍ ଗୋଟେ ଥିଲା। ଓକେ, କ'ଣ କହିବେ ମାନେ ଆମର ଦାହାନରେ ଗୋଟିଏ ବୋଲି ଗୀତ ଅଛି, ଆଉ ଗୋଟିଏ ବୋଲି କୋରିଓଗ୍ରାଫର ଯାହାକୁ ଚୁଜ୍ କଲେ ସେ ହେଉଛନ୍ତି ଦିବ୍ୟ। ସେଇଟା ତ ଅପା କହିପାରିବେ ଆଣ୍ଡ ଅନୁପମ ସାର୍ କହିପାରିବେ। ମେ ବି ତାଙ୍କୁ ଲାଗିଲା କି ହଁ ଏଇ ଗୀତ ପାଇଁ ଦିବ୍ୟ ହିଁ ମେ ବି ମାନେ ଠିକ୍, ସେଥିପାଇଁ ବହୁତ ହୁଏ ମୋତେ ଦେଲେ। ସେଥିପାଇଁ ମୁଁ ଋଣୀ, ଥ୍ୟାଙ୍କ ୟୁ। ମୁଁ ମୋର ବେଷ୍ଟ ଦେଇଛି, କାରଣ ଗୀତଟା ସେ ଟାଇପ୍ର ଆପଣ ଦେଖିଥିବେ, ସେଇଟା ଟିକେ ପାର୍ଟି ଟାଇପ୍ର ସଙ୍ଗ୍ଟା। ତ ସେଟାକୁ ସେଇଭଳି ଟାଇପ୍ର ମୁଁ କୋରିଓଗ୍ରାଫି କରିବାକୁ ଟ୍ରାଏ କରିଛି। ଆଶା କରୁଛି ଭଲ ଲାଗିବ। ମାନେ କୋରିଓଗ୍ରାଫର ମାନଙ୍କ ଭିତରେ ଏମିତି କିଛି ଡିଭାଇଡ୍ ହେଇକି ଥାଏ କି, ମାନେ ଜଣେ ଆଇଟମ୍ ଡ୍ୟାନ୍ସ କୋରିଓଗ୍ରାଫି କରିବ, ଜଣେ ରୋମାଣ୍ଟିକ୍ କରିପାରିବ, ଜଣେ ପାର୍ଟି ସଙ୍ଗ କରିପାରିବେ, ହଁ, ନା ଆପଣଙ୍କୁ ସୁଯୋଗ ଦେଲେ ଆପଣ ସବୁ କିଛି କରିପାରିବେ? ସେମିତି କୌଣସି ଜନ ନଥାଏ। ବଟ୍ ଏଇଟା ଗୋଟେ ଆମ ଇଣ୍ଟରେଷ୍ଟରେ ଚାଲି ଆସିଛି କି ଇଏ ଏଇ ଟାଇପ୍ର ସଙ୍ଗ୍ ପାଇଁ ହିଁ ବେଷ୍ଟ, ୟାକୁ ଏଇ ଟାଇପ୍ର ସଙ୍ଗ୍ ଦିଅ, ତାକୁ ସେଇ ଟାଇପ୍ର ସଙ୍ଗ୍ ଦିଅ। ବଟ୍ ମୋ ହିସାବରେ କୋରିଓଗ୍ରାଫର କୌଣସି ଜଣା ନଥାଏ। ତ ମୋ କଥା କହିବି କି ମୁଁ ଟ୍ରାଏ କରେ, ମୋତେ ଯେମିତି ସିଚୁଏସନ୍ ମିଳେ, ଯେମିତି ଟାଇପ୍ର ସଙ୍ଗ୍ ମିଳେ, ମୁଁ ଟ୍ରାଏ କରେ ତା ଦେହରେ ମୋ ବେଷ୍ଟ ଦେବା ପାଇଁ, ବାକି ଅଡ଼ିଏନ୍ସଙ୍କ ହାତରେ। ଆପଣଙ୍କ ମାନେ ଭିଲେଜ୍ ଘର କେଉଁଠି, କେମିତି ଆସିଲେ ଲାଇନ୍କି? ମୋ ଘର ହେଉଛି ଯାଜପୁରର ମଙ୍ଗଳପୁର ଗୋଟେ ଛୋଟ ଗାଁ ହେଉଛି କୁସୁନପୁର। ମୁଁ ସେ ଗାଁରୁ ଆସିଛି। ଏକଦମ ଛୋଟିଆ ଗାଁଟେ ଆଜ୍ଞା। ମାନେ ଆମ ଏରିଆରେ କହିବାକୁ ଗଲେ ମୁଁ ଗୋଟେ ପ୍ରଥମ ଆସିଛି ଇଣ୍ଡଷ୍ଟ୍ରି ଲାଇନ୍କୁ। ଏଠିକି ମାନେ ଆସିବାର ମେନ୍ ହେଉଛି ମୁଁ କଲେଜ ଥିଲା ମୋର ଯାଜପୁର NC ଅଟୋନମସ୍। ତ ସେଇଠୁ ମୋର ଡ୍ୟାନ୍ସ ଷ୍ଟାର୍ଟ ହେଲା, ଦେନ୍ ତାପରେ ଧୀରେ ଧୀରେ ଏଠି ଆସିଲି। ମାନେ ଷ୍ଟାର୍ଟିଂ କ୍ୟାରିୟର ଆପଣଙ୍କର କୋରିଓଗ୍ରାଫିରୁ, ନା ନାହିଁ ପୂର୍ବରୁ କିଛି ଷ୍ଟ୍ରଗଲ୍ ଅଛି? ହଁ, ଯେମିତି ସମସ୍ତେ ଷ୍ଟ୍ରଗଲ୍ କରନ୍ତି ସେମିତି ମୋର ବି ଷ୍ଟ୍ରଗଲ୍ ଅଛି, ନାହିଁ କାହିଁକି ଅଛି। ଆଜ୍ ଏ ବ୍ୟାକ୍ଗ୍ରାଉଣ୍ଡ ଡ୍ୟାନ୍ସର ମୁଁ ନ୍ୟାଚୁରାଲି ବହୁତ ମାନେ 2012ରୁ ମୁଁ ଅଛି ଇଣ୍ଡଷ୍ଟ୍ରିରେ ଆଜ୍ ଏ ବ୍ୟାକ୍ଗ୍ରାଉଣ୍ଡ ଡ୍ୟାନ୍ସର। ଦେନ୍ ତାପରେ ଆସିଷ୍ଟାଣ୍ଟ କୋରିଓଗ୍ରାଫର। ଦେନ୍ ତାପରେ ଷ୍ଟାର୍ଟ ହେଲା କୋରିଓଗ୍ରାଫି ପାଇଁ ଷ୍ଟ୍ରଗଲ୍ ଚାଲିଲା ବହୁତ, ମାନେ ସେ ତାପରେ କୋଭିଡ଼ ବି ଆସିଗଲା। ଦେନ୍ ତାପରେ କର୍ମ ଭଳିଆ ଗୋଟେ ସିନେମା ଆସିଲା, ଯେଉଁଥିରେ କି ମୋତେ ବୋଧେ ମୋ କର୍ମର ଭାଗ୍ୟ ମୋତେ ଫଳ ମିଳିଲା। ଇଏ କର୍ମରେ ଇନଷ୍ଟାଣ୍ଟ ମାନେ ଏତେ ବଡ଼ ସିନେମା, ଅନୁଭବ ମହାନ୍ତି ସୁପରଷ୍ଟାର ଅଛନ୍ତି, ଅନେକ ସାରା କମ୍ପିଟିସନ୍ ଥିବ, ତା ଭିତରେ ଆପଣଙ୍କୁ କେମିତି କ'ଣ ମିଳିଲା? କମ୍ପିଟିସନ୍ କଥା ମୁଁ କହିବିନି, ଯେଉଁମାନେ ବି ଅଛନ୍ତି ସେମାନେ ମୋର ଗୁରୁତୁଲ୍ୟ ଲୋକମାନେ ସମସ୍ତେ ଅଛନ୍ତି, ମାନେ ଗୁରୁ ହିଁ ସମସ୍ତେ, ମାନେ ସେମାନଙ୍କୁ ସମସ୍ତଙ୍କୁ ମୁଁ ବାସ୍ ମୋତେ ଯାହା ମିଳିଲା ମୁଁ ସେଇଟାକୁ ମୋର ବେଷ୍ଟ ଦେବା ପାଇଁ ମୁଁ ଟ୍ରାଏ କରିଲି। ମୁଁ ଜାଣିନି, ବାକି ଅନୁପମ ସାର୍ ଆଉ ବର୍ଷା ବାପା କହିପାରିବେ। ଗୋଟେ ବଡ଼ ପ୍ରଡକ୍ସନ୍ ହାଉସ୍ ସହିତ ଆପଣ ଯୋଡ଼ି ହେଲେ, ତାଙ୍କର ଭରସା ନିହାତି ଭାବରେ ଜିତିଥିବେ। କ'ଣ ଏମିତି କାମ ଦେଖିଲେ ଯେ ଆପଣଙ୍କୁ ଡାଇରେକ୍ଟ ଏତେ ବଡ଼ ସିନେମାରେ ଗୋଟେ କୋରିଓଗ୍ରାଫି ଦାୟିତ୍ୱ ଦେଲେ? ମାନେ ମୁଁ ଫାଷ୍ଟ ତାଙ୍କ ସହିତ ଜଡ଼ିତ ହେଲି, ଗୋଟେ ଆସିଥିଲା ଟୁଲେଟ୍ ବୋଲି ଗୋଟେ ସିନେମାଟେ ଆସିଥିଲା ଟେଲିଫିଲ୍ମ। ତ ସେଇଥିରେ ମୁଁ ତାଙ୍କ ସହିତ ଜଡ଼ିତ ହେଲି। ଜଡ଼ିତ ପରେ ତାପରେ ମେ ବି ତାଙ୍କୁ ମୋ କାମ ଭଲ ଲାଗିଥିବ, ତାପରେ ସେ ମୋ ସହିତ ଫ୍ୟାମିଲି ଭଳିଆ ହେଇଗଲେ। ବିକଜ ଅନୁପମ ସାର୍ଙ୍କୁ ଆପଣ ଜାଣିଥିବେ, ସେ ଯେତିକି ନ ଖାଆନ୍ତି ସେ ଆମମାନଙ୍କୁ ସେତିକି ଖୁଆନ୍ତି।
ଅଧିକ ସେ ଖୁଆନ୍ତି। ତ ସେ ଭଲ ପାଇବାଟା ମୁଁ ସେଇଠୁ ପାଇଲି, ଗୋଟେ ଫ୍ୟାମିଲି ଭଳିଆ ଜିନିଷଟେ ହେଇଗଲେ। ମାନେ ବର୍ଷା ପଟ୍ଟନାୟକ ଯିଏ ବର୍ଷା ଅପା, ସେ ଗୋଟେ ବଡ଼ ଭଉଣୀ ଭଳିଆ ହେଇଗଲେ। ତ ରିଲେସନ୍ଟା ସେମିତି ବନିଗଲା ତାଙ୍କ ପାଖରେ। ଆଉ ତ ବୋଧେ ସେଥିପାଇଁ କଥାରେ କୁହନ୍ତି ଗୋଟେ କର୍ମ ହିଁ ଭଗବାନ। ତ ଆପଣ ଯେମିତିକି କର୍ମରୁ ଜଡ଼ିତ ହେଇକି ଆଜି ପର୍ଯ୍ୟନ୍ତ ବର୍ତ୍ତମାନ ଲୋକ ଯେତିକି ବି ଜାଣିଥିଲେ ଆପଣ ନାଁ ବି ବହୁତ କଲେଣି। ତ ପୂର୍ବରୁ ଆପଣ ଯେତିକି ବି କର୍ମ କରିଛନ୍ତି ଷ୍ଟ୍ରଗଲ୍ କରିକି ଏଇ ଜାଗାକୁ ପହଞ୍ଚିଛନ୍ତି। ତ ପ୍ରଡକ୍ସନ୍ ତରଫରୁ ଆପଣଙ୍କୁ ଅଫର୍ ଯାଇଥିଲା ନା ଆପଣ ପ୍ରଡକ୍ସନ୍ ପାଖକୁ ଯାଇଥିଲେ? ନାଇଁ, ମୋତେ ଆକ୍ଚୁଆଲି ପ୍ରଡ଼କ୍ସନ୍ ତରଫରୁ ହିଁ ମୋତେ ଫୋନ୍ ଆସିଥିଲା। ସ୍ପେସିକାଲି ମୋତେ ବର୍ଷା ବାପାଙ୍କର ହିଁ ଆସିଥିଲା। ବର୍ଷା ବାପାଙ୍କୁ ବିକଜ୍ ବର୍ଷା ବାପାଙ୍କ ସହିତ ମୋର ଆଗରୁ ମାନେ ସମ୍ପର୍କ, ବିକଜ୍ ଯେତେବେଳେ ତାଙ୍କର ଗୋଟେ ବର୍ଷା ବାପାଙ୍କର ଗୋଟେ ତାଙ୍କର ୱେଡ଼ିଂ ଟାଇମ୍ରେ ମୁଁ ବର୍ଷା ବାପାଙ୍କୁ ଗୋଟେ କୋରିଓଗ୍ରାଫି କରିଥିଲି। ତ ସେବେଠୁ ମାନେ ମାନେ ଅପାଙ୍କୁ ମୁଁ ଚିହ୍ନିଥିଲି। ଅପାଙ୍କର ସଡ଼ନ୍ ଗୋଟେ ପ୍ଲାନ୍ ହେଲା କି ସେ ଗୋଟେ ସିନେମା ପାଇଁ ଗୋଟେ କୋରିଓଗ୍ରାଫର ଦରକାର ଥିଲା। ତ ସେଥିପାଇଁ ଅପା ମୋତେ ଫୋନ୍ କରିଥିଲେ କି ଆମେ ଗୋଟେ ଏମିତି ଗୋଟେ ଟେଲିଫିଲ୍ମଟେ କରୁଛୁ, ତୁମେ କରିବ କି? ଗୋଟେ ଗୀତରେ କୋରିଓଗ୍ରାଫି କରିବା ଆଉ ଗୋଟେ ସିନେମା ଗୀତରେ କୋରିଓଗ୍ରାଫି କରିବା ଭିତରେ କ'ଣ ଫରକ ଥାଏ? ବହୁତ ଫରକ ଥାଏ, କାରଣ ମାନେ ଷ୍ଟେଜ୍ କୋରିଓଗ୍ରାଫିଟା ପୁରା ଭିନ୍ନ। ଷ୍ଟେଜ୍ କୋରିଓଗ୍ରାଫିଟା ଆମକୁ ଷ୍ଟେଜ୍କୁ ନେଇକି କୋରିଓଗ୍ରାଫି ହୁଏ। ଗୋଟେ ସିନେମା କୋରିଓଗ୍ରାଫିଟା ହେଉଛି ଆମକୁ କାହାଣୀକୁ ନେଇକି କୋରିଓଗ୍ରାଫି ହୁଏ। ସେ କାହାଣୀରେ କ'ଣ କୋରିଓଗ୍ରାଫି ମାଗୁଛି, କାହାଣୀ ସିଚୁଏସନ୍ କ'ଣ ଡିମାଣ୍ଡ କରୁଛି, ସେ ସିଚୁଏସନ୍କୁ ନେଇକି ହିଁ କୋରିଓଗ୍ରାଫିଟା ହୁଏ। ତ ଦୁଇଟାଙ୍କ କୋରିଓଗ୍ରାଫି ପୁରା ଭିନ୍ନ। ଯେତେବେଳେ ଗୋଟେ ବଡ଼ ଷ୍ଟାର୍କୁ ନେଇକି ଆପଣ କୋରିଓଗ୍ରାଫି କଲେ କେତେ କନଫିଡେନ୍ସ ଭିତରେ ସେମିତି କିଛି ଗୋଟେ ରହିଥିଲା କି ଭୟ ଥିଲା ନା ହଁ ହଁ ହଁ, ଭୟ ତ ବହୁତ ଅଧିକ ହିଁ ଥିଲା, କାରଣ ଯେତେ ଯାହା ହେଲେ ସମସ୍ତେ ବଡ଼ ବଡ଼ କଳାକାର ଥିଲେ, ସୁପରଷ୍ଟାର୍ ଥିଲେ। ତ ଏଇଟା ବି ମୁଁ ଥ୍ୟାଙ୍କ ୟୁ ଦେବି ବର୍ଷା ବାପାଙ୍କୁ, ବିକଜ୍ ସେ ମଣିଷଟି ମାନେ ମୋତେ ବହୁତ ହେଲ୍ପ କରିଛନ୍ତି। ଯଦି ଆପଣ କହିବେ ଇଣ୍ଡଷ୍ଟ୍ରିରେ ମାନେ ଗଡ଼୍ ଫାଦର ଯେଉଁ ଜିନିଷଟା, ଗଡ଼୍ ଫାଦର ତ ମୁଁ କେହି ନାହାନ୍ତି। ଯଦି ଗଡ଼୍ ମଦର ବୋଲି କିଛି ଗୋଟେ ନାଁଟେ ଅଛି, ତାହେଲେ ମୁଁ ବର୍ଷା ବାପାଙ୍କୁ ହିଁ କହିବି, କାରଣ ସେ ମୋଠୁ ଭଉଣୀଠୁ ବଢ଼ିକି ସେ ମୋ ମାଆ ଭଳି। ତ ମୋ ପାଇଁ ସିଏ ହିଁ ମାନେ ହଁ, ତ ସିଏ ହିଁ ସବୁକିଛି। କହିଲା ବେଳକୁ ଆପଣ ଇମୋସନ୍ ହେଇଯାଉଛନ୍ତି, କିନ୍ତୁ ଏଇ ଜାଗାରେ ଗୋଟିଏ କଥା କହିବୁ କି ଆପଣ ସିନା ହାଇଟ୍ ଇଏରେ ଛୋଟ ଅଛନ୍ତି, କିନ୍ତୁ ବଡ଼ ବଡ଼ ଯେଉଁମାନେ ହାଇଟ୍ ଅଛନ୍ତି ସେମାନଙ୍କୁ କୋରିଓଗ୍ରାଫି ଦେଇଛନ୍ତି। ତ ଏଇ ଜାଗାରେ ତାଙ୍କ ସହିତ ଯେତେବେଳେ କୋରିଓଗ୍ରାଫି ଆପଣ କରିଥିଲେ କେମିତି କ'ଣ ଆପଣଙ୍କ କଣ୍ଡିସନ୍ ଥିଲା? ମାନେ ସମସ୍ତେ ଆକ୍ଚୁଆଲି ମାନେ ସେମିତି ସେମାନେ କିଛି ମାନେ ଦେଖିନାହାନ୍ତି ହାଇଟ୍ କାହାର କମ୍, ହାଇଟ୍ କାହାର ଛୋଟା ଅଧିକ। ପ୍ୟାକେଜ୍ ବଡ଼ା ଧମାକା ଯେମିତି ସେମିତି ହେଇପାରେ ମେବି, ବଟ୍ ସମସ୍ତେ ସେମିତି ଫ୍ରେଣ୍ଡଲି ମୋ ସହିତ ମିଶିଛନ୍ତି, ମିଶିକି ମୋ ସହିତ କାମ କରୁଛନ୍ତି। ସେମିତି କେହି ଭାବି ନାହାନ୍ତି। ଆଚ୍ଛା, ଆପଣଙ୍କର ଗୋଟେ ମଝିରେ ଗୋଟେ ଭିଡ଼ିଓ ଆସିଥିଲା ଯେଉଁଥିରେ କି ଆପଣ ବହୁତ ମାନେ ଜଣେ ଆପଣଙ୍କ ବିଷୟରେ ନେଗେଟିଭ୍ କଥା କହୁଥିଲେ। କ'ଣ ସେ ଆକ୍ଚୁଆଲି ଘଟଣାଟି କ'ଣ ହେଇଥିଲା? ଲୋକମାନେ ବହୁତ ନେଗେଟିଭ୍ ଭାବିଲେ, ଆପଣ ବି ତାପରେ କିଛି ସ୍ପଷ୍ଟୀକରଣ ରଖିନଥିଲେ। ସେଇଟା ଆକ୍ଚୁଆଲି ଆମେ ଗୋଟେ ସୁଟ୍ରେ ଥିଲୁ, ଗୋଟେ ସଙ୍ଗ୍ର ସୁଟ୍ରେ ଥିଲୁ ଗୁଣ୍ଡିଚା ଘାଇରେ। ସେତେବେଳେ ଡେ ଲାଇଟ୍ ପଳେଇ ଆସିଲାଣି, ମାନେ ସରି ମାନେ 4ଟା କି 5ଟା ହେଇଯିବ ସେତେବେଳେ ମାନେ ତ ସେତେବେଳେ ଜଣେ ଭଦ୍ରଲୋକ ଜଣେ ସିଏ ଆସିକି ଗାଡ଼ିଟା ରଖିଥିଲେ। ତାକୁ ଆମ ପ୍ରଡକ୍ସନ୍ ଭାଇମାନେ କିଛି ତାଙ୍କୁ ରିକ୍ୱେଷ୍ଟ କରିଛନ୍ତି, ତାଙ୍କୁ କୌଣସି ସେ ଯେମିତି ୱାର୍ଡ଼ ୟୁଜ୍ କରିଛନ୍ତି, ତାଙ୍କୁ କୌଣସି ବି ପ୍ରକାରର ଅଭଦ୍ରାମୀରେ କଥାବାର୍ତ୍ତା କିଛି କରିନଥିଲେ, ତାଙ୍କୁ କି କୌଣସି ବି ଲିମିଟ୍କୁ ସେମାନେ ଟପି ନଥିଲେ। ତାଙ୍କୁ ଭଦ୍ରାମୀ ସହିତ ତାଙ୍କୁ କହିଥିଲେ କି ସାର୍ ଟିକେ ଗାଡ଼ିଟା ଟିକେ ସାଇଡ଼୍ କରିଦିଅନ୍ତୁ। ସେ କହିଥିଲେ ଆମର ଜଣେ ଆସୁଛନ୍ତି, ଆମେ ଆସିଲେ ଆମେ କରିଦେବୁ। ସେ ସାଇଡ଼୍ ମାନେ ତାପରେ ସେ ଆସିଲେ, ସେ କଲେ ନାହିଁ। ଓଲଟା ସେ ଗରମ ହେଲେ କି ମୁଁ ଇଏ ତ ତୁମେ ଜାଣିଛ ମୁଁ କିଏ, ମୁଁ ଇଏ ମୁଁ ସିଏ, ଆଉ ତୁମେ ମୋତେ କହିବ ଗାଡ଼ି ହଟେଇବା ପାଇଁ। ଗୋଟେ ପ୍ରେସରରେ କାମ କରୁଥିବ, ହଠାତ୍ ଜଣେ ଆସିକି ଏମିତି କହିବ, ୟେସ୍ ୟେସ୍ ୟେସ୍। ସେତେବେଳେ କେମିତି ଲାଗେ? ମାନେ ନା ତାଙ୍କୁ ବୁଝି ହେଉଥିବ ନା ଏପଟେ ପ୍ରଡକ୍ସନ୍ ମୁଁ ଆକ୍ଚୁଆଲି ମାନେ ସେ ଜାଗାକୁ ହୁଏତ ମୋର ସେଠି ଯିବାର ନଥିଲା, ବଟ୍ ମୁଁ ଯାଇଥିଲି ଏଥିପାଇଁ ବିକଜ୍ ମୋ ପାଖରେ ଟାଇମ୍ ନଥିଲା। ସନ୍ଧ୍ୟା ହେଇ ଆସୁଥିଲା, ମୋତେ ସେଠି ଯାଇ ଜଲ୍ଦି ସଟ୍ଟା ସାରିବାର ଥିଲା ମୋତେ, ବିକଜ୍ ମୋତେ ସିଫ୍ଟିଂ ବି କରିବାର ଥିଲା। ତ ମୁଁ ଦୌଡ଼ି ଯାଇକି ବୁଝାବୁଝି କଲି ଭାଇ କ'ଣ ହେଇଛି କ'ଣ ନାହିଁ, ତାଙ୍କୁ ବୁଝାବୁଝି କରି ତାଙ୍କୁ ଗାଡ଼ିରେ ମୁଁ ବସେଇ ଦେଇଛି। ବସି ସାରିଲା ପରେ ମୁଁ ଆମ ପିଲାମାନଙ୍କୁ ବୁଝାବୁଝି କରିବା ଭିତରେ ସିଏ ଭିଡ଼ିଓଟା କଲେ, ଭିଡ଼ିଓ କରିକି ସେ ସେୟାର କଲେ। ଆଉ ଆପଣ ସେ ଭିଡ଼ିଓରେ ବି ଦେଖିବେ, ସେଥିରେ କୌଣସି ବି ଜାଗାରେ ନା ମୁଁ ନା ମୋ ଟିମ୍ କେହି ବି ସେଠି ଅଭଦ୍ରାମୀ କରିନାହାନ୍ତି। ବାକି ଆପଣ ଯାହା କହିବେ। ଭାଇ କିଛି ମାନେ ଧନ୍ୟବାଦ ଦେବା ପାଇଁ ଚାହିଁବେ? ହଁ, ଭାଇଙ୍କୁ ତ ଥ୍ୟାଙ୍କ ୟୁ କହିବି, ବିକଜ୍ ଆପଣଙ୍କ ପାଇଁ ହୁଏତ କିଛି ଲୋକ ମୋତେ ଜାଣିଗଲେ, ମେ ବି ସେ ସିନେମାଟାକୁ ବି ପ୍ରମୋସନ୍ ହେଇଯାଇଥିବ। କିନ୍ତୁ ଆପଣ ଆଶା କରୁଛି ଆପଣ ବହୁତ ଆଗକୁ ଯାଆନ୍ତୁ ଭାଇନା, ଆଉ ଏମିତି ସବୁ ମାନେ ଫଲ୍ସ ଭିଡ଼ିଓ ସବୁ ପକାଉଥାନ୍ତୁ। କିଛି ମାନେ ତାଙ୍କ ପାଇଁ କିଛି ନା ନା, ତାଙ୍କ ପାଇଁ କିଛି ମୋର କିଛି ନାହିଁ। ମୁଁ ଆଉ ତାଙ୍କୁ ଥ୍ୟାଙ୍କ ୟୁ ଦେବି, ବିକଜ୍ ମାନେ ତାଙ୍କ ପାଇଁ କିଛିଟା ଲୋକ ମୋତେ ଜାଣିଗଲେ। ଓକେ, ଫିଲ୍ମ ରିଲିଜ୍କୁ ନେଇକି କ'ଣ?
ହଁ ଫିଲ୍ମ ରିଲିଜ୍କୁ ନେଇକି ମୁଁ ଭାରି ଆଶାବାଦୀ ଅଛି, କାହିଁକିନା 11 ସେପ୍ଟେମ୍ବରକୁ ଆସୁଛି, ଆଗକୁ ଗଣେଶ ପୂଜା ବି ଅଛି, ମାହୋଲଟା ପୁରା ଜମିବ। ଆଶା କରୁଛି ମାୟାବୀ ପ୍ରେମିକା ବି ଗଣେଶ ପୂଜାରେ ବାଜିବ, ଭସାଣିରେ ବାଜିବ। ଆଚ୍ଛା, ଏ ପ୍ରେମିକା ମାନେ କ'ଣ ମାୟାବୀ ହେଇଥାନ୍ତି ଆପଣ? ହଁ ହଁ ହେଇଥାନ୍ତି, କାହିଁକି ନ ହେଇଥାନ୍ତି, ହେଇଥାନ୍ତି ସେଥିପାଇଁ ତ ଗୀତର ନାଁ ରହିଲା ମାୟାବୀ ପ୍ରେମିକା।